ଆଉ ମୁଖ୍ୟତଃ ଆପଣଙ୍କ ଗାଁର ଇନକମ୍ ସୋର୍ସଟା କଣ? ଆମର ମୁଖ୍ୟ ଇନକମ୍ ସୋର୍ସ ହଉଛି ସାର୍ ଏଇଠି ବିଶେଷ କରିକିରି କାଜୁ ହୁଁ। ଆଉ ଆମ୍ବ ତା ସତ୍ତ୍ୱେ ବର୍ତ୍ତମାନ ବାଇଗଣ ଆଉ ବିଭିନ୍ନ ପ୍ରକାର ପନିପରିବାରେ ବି ଆମେ ନିର୍ଭର କରିଥାଉ ସାର୍। ଟମାଟୋ, ଅଲଡ଼ି, ବିନ୍ସ, ଫୁଲକୋବି, ବନ୍ଧାକୋବି ଏମିତି ପ୍ରକାର ପନିପରିବା। ଠିକ। ଜଙ୍ଗଲ ଜାତ ଦ୍ରବ୍ୟ କିଛି ମିଳେ କି? ହଁ ନିହାତି ଭାବରେ ଆମ ବର୍ତ୍ତମାନ ଆମେ ସେଟା ଇଏ କରୁନୁ। ପୂର୍ବରୁ ଜଙ୍ଗଲଜାତ ଦ୍ରବ୍ୟ ଯୋଉଟାକି ହରଡ଼ା ବାହାଡ଼ା ଆଉ ଝୁଣା ଆଉ ଗୋଟେ ମହୁ ଆଉ ଅର୍ଗୁଣା ଗୋଟେ ଗଛ ମିଳେ ସେ ଅର୍ଗୁଣାର ଇଏ ଆଣିକିରି ସେଟା ପିଠା ବନେଇକିରି ମାନେ ଖାଉଥିଲୁ। ଏମିତି ବିଭିନ୍ନ ପ୍ରକାର ଜଙ୍ଗଲ ଏବେ ନିଜେ ଯାଉନାହାନ୍ତି ନା ସରକାର ମନା କରୁଛନ୍ତି? ନାଇଁ ନାଇଁ ବର୍ତ୍ତମାନ ବି ଯାଉଛୁ କିନ୍ତୁ ସେମିତି ଆଗ ଭଳିଆ ନାହିଁ। ମାନେ କିଛି ଜିନିଷ ହରଡ଼ା ବାହାଡ଼ା ଏ ଯାକ ମିଳୁନି। ଗଛ ହାଣିକିରି ସବୁ ନେଇଗଲେ ଲୋକ, ବାହାର ଲୋକ। କିନ୍ତୁ ଆମେ ଇଏ କାଜୁ କଣ ମାନେ କାଜୁ କଲେକ୍ସନ କରିକି ଆଣୁଛନ୍ତି, ଗାଁରେ ହିଁ ତାକୁ ଫାଳ କରୁଛନ୍ତି, ପୋଡୁଛନ୍ତି, ବିକୁଛନ୍ତି ନା ନାଇଁ? ତ ଫ୍ୟାକ୍ଟ୍ରି ଖାଲି ଦେଇ ଦଉଛନ୍ତି। ଫ୍ୟାକ୍ଟ୍ରିକୁ ଦିଆହେଇଛି। ଫ୍ୟାକ୍ଟ୍ରି ବାଲା ସେ ତାର ଯାହା ଲାଭ ରଖିକିରି ଆପଣଙ୍କୁ ଯେତିକି ପଇସା ପତ୍ର ଦଉଥିବ ଆଉ। ନାଇଁ ନାଇଁ ସେଟା ଆମର ଅଲଗା ବେପାରୀ ମାନେ ନେଇ ଯାଉଛନ୍ତି। ହଁ ପୁରା ଗୋଟା କାଜୁ ସେମାନେ କିଣିକି ନେଇଗଲେ, ଖାଲି ଆପଣ କଲେକ୍ସନ କରୁଛନ୍ତି। ସେ ଗଛ କଣ ଆପଣ ଲଗେଇଥିଲେ ନା ନାଇଁ ଏମିତି ନାଇଁ ଆମେ ନିଜେ ଲଗେଇଥିଲେ? ଆଉ ଏଇ ଯୋଉ ଆମ୍ବ ଚାରା ହରିକା ଏବେ ଦଉଥିଲେ, ଗ୍ରାମ ବିକାଶ ଦଉଛନ୍ତି ଆମ୍ବ ଚାରା ହରିକା ଦେଇଛନ୍ତି କିଛି? ନାଇଁ ଆମେ ସେଟା ଆଗରୁ ଅର୍ଡର କରିନଥିଲୁ, ଗ୍ରାମ ବିକାଶକୁ ଆମେ ଜଣେଇନୁ। ବର୍ତ୍ତମାନ ଯୋଉ ଚାରା ଦେଇଛି ଇଏ ହଉଛି ୱାଡିର ନାବାର୍ଡ ପ୍ରୋଜେକ୍ଟ ଆମକୁ ଦେଇଛି। ଆଉ ଆମ୍ବ ଗଛ ଦେଇଛି 50ଟା ଆଉ 25ଟା ଆଉ କାଜୁ 50ଟା 75ଟା ଜଣ ଜଣକୁ ଘର ପିଛା। ଘର ଏଠି ଆପଣଙ୍କର କହୁଛନ୍ତି 32 ଫ୍ୟାମିଲି ଅଛନ୍ତି ବୋଲି? ନାଇଁ 25। 25। ସେତିକି ଜାଗା ଅଛି, ପୁରା ଗାଁ ଚାରିପଟେ ସେତିକି ଜାଗା ଅଛି। କାହିଁକିନା ଆମ୍ବ ଗଛ ତ ଆପଣଙ୍କୁ ଦରକାର ହବ ନା, ଗୋଟେ ଆମ୍ବ ଗଛରୁ ଆଉ ଗୋଟେ ଆମ୍ବ ଡିଷ୍ଟାନ୍ସ ଟିକେ ରଖିବାକୁ ପଡିବ। 25 କୁ 25 ଆମ୍ବ ଆଉ ଆମର କାଜୁର 22 23। ଧନ୍ୟବାଦ।